Hello student, welcome back to my Tanushree tutorial +3 second semester Sambalpur University ର EC Unit 1 ର and astrologers D ର 2 mark question answer discussion କରିବା। Who is the author of an astrologers D? An astrologers D ର ଲେଖକ କିଏ? ଆନ୍ସର ହେଇଯିବ R.K. ନାରାୟଣ। Question number 2. Where does the astrologer sit to do his work? ଜ୍ୟୋତିଷ ଜଣକ ନାମ ନିଜ କାମ କରିବା ପାଇଁ କେଉଁଠି ବସିଥାନ୍ତି? ଆନ୍ସର ହେଇଯିବ he sits under a termite tree in a busy marketplace। ସେ ଏକ ବ୍ୟସ୍ତବହୁଳ ବଜାରରେ ଏକ ତେନ୍ତୁଳି ଗଛ ତଳେ ବସିଛନ୍ତି। Question number 3. What does the astrologer wear to look authentic? ଜ୍ୟୋତିଷ ପ୍ରକୃତ ଦେଖାଯିବା ପାଇଁ କ'ଣ ପିନ୍ଧନ୍ତି? ଆନ୍ସର ହେଇଯିବ he wears a saffron turban and applies scred as and vermilion on forehead। ସେ ଏକ ଗିରିଶ ରଙ୍ଗର ପଗଡ଼ି ପିନ୍ଧନ୍ତି ଏବଂ ତାଙ୍କ କପାଳରେ ପବିତ୍ର ଉଷ୍ମ ଏବଂ ସିନ୍ଦୂର ଲଗାନ୍ତି। Question number 4. What is the astrologer's real profession? ଜ୍ୟୋତିଷଙ୍କ ପ୍ରକୃତ ବୃତ୍ତି କ'ଣ? ଆନ୍ସର ହେଇଯିବ he is not a trained astrologer. He uses clever guess and observation to fool people। ସେ ଜଣେ ତାମିଲ ପ୍ରାପ୍ତ ଜ୍ୟୋତିଷ ନୁହନ୍ତି। ସେ ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଚତୁର ଅନୁମାନ ଏବଂ ପର୍ଯ୍ୟବେକ୍ଷଣ ବ୍ୟବହାର କରନ୍ତି। Question number 5. Who is ଗୁରୁ ନାୟକ? ଗୁରୁ ନାୟକ କିଏ? ଆନ୍ସର ହେଇଯିବ ଗୁରୁ ନାୟକ is a man seeking revenge on the person who tried to kill him years ago। ଗୁରୁ ନାୟକ ଜଣେ ବ୍ୟକ୍ତି ଯିଏ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ। Question number 6. What secret does the astrologer hide? ଜ୍ୟୋତିଷ କେଉଁ ଗୁପ୍ତ ରହସ୍ୟ ଲୁଚାଇ ରଖିଛନ୍ତି? ଆନ୍ସର ହେଇଯିବ he once stabbed a man during a quarrel and fell thinking he had killed him। ସେ ଥରେ ଝଗଡ଼ା ସମୟରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ମାରି ଦେଇ ପଳାଇଥିଲେ। ଭାବିଥିଲେ ସେ ତାକୁ ହତ୍ୟା କରିଛି। Question number 7. What is the twist in the story? କାହାଣୀରେ କ'ଣ ମୋଡ଼ ଅଛି? ଆନ୍ସର ହେଇଯିବ the astrologer discovered that Guru Nayak is the man he thought he had killed। ଜ୍ୟୋତିଷ ଜାଣିବାକୁ ପାଆନ୍ତି ଯେ ଗୁରୁ ନାୟକ ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ସେ ହତ୍ୟା କରିବେ ବୋଲି ଭାବିଥିଲେ। Question number 8. How does the astrologer avoid danger? ଜ୍ୟୋତିଷ କିପରି ବିପଦକୁ ଏଡ଼ାଇଛନ୍ତି? ଆନ୍ସର ହେଇଯିବ he pretends to know Guru Nayak's past and convinces him that his enemy is dead। ସେ ଗୁରୁ ନାୟକଙ୍କ ଅତୀତକୁ ଜାଣିବାର ଅଭିନୟ କରନ୍ତି ଏବଂ ତାଙ୍କୁ ବିଶ୍ୱାସ କରନ୍ତି ଯେ ତାଙ୍କ ଶତ୍ରୁ ମରିଯାଇଛନ୍ତି। Question number 9. What theme does the story explore? କାହାଣୀଟି କେଉଁ ବିଷୟବସ୍ତୁକୁ ଅନୁସନ୍ଧାନ କରେ? ଆନ୍ସର ହେଇଯିବ themes of fate, deception, guilt and irony। ଭାଗ୍ୟ, ପ୍ରତାରଣା, ଦୋଷ ଏବଂ ବିଡ଼ମ୍ବନାର ବିଷୟବସ୍ତୁ। Question number 10. What is the mood at the end of the story? କାହାଣୀର
ଶେଷର ମନୋଭାବ କିପରି ଅଛି? ଆନ୍ସର୍ ହେଇଯିବ ରିଲିଫ୍ ଆଣ୍ଡ କ୍ଲୋଜର୍। ଦ ଆଷ୍ଟ୍ରୋଲଜର୍ ଫିଲ୍ସ ଫ୍ରି ଫ୍ରମ୍ ହିଜ୍ ଗୁଲ୍ଟ। ଅସ୍ତିତ୍ୱ ଏବଂ ସମାପ୍ତି ଜ୍ୟୋତିଷ ତାଙ୍କ ଦୋଷରୁ ମୁକ୍ତ ଅନୁଭବ କରନ୍ତି।